ହଳଦୀ ମୁଁ ଗୋଲାମ ସାଜିଛି ମୋ ପାଇଁ ନୁହଁ କେବଳ ତୋରି ପାଇଁ ତତେ ବଞ୍ଚେଇବା ପାଇଁ ନହେଲେ ସେ ସାଇନା ମ୍ୟାଡ଼ାମଟା ତତେ ମାରିଦେବନି ଲୋ ମତେ ମାରିଦେବନି ମାରିଦେବ ତତେ। ମୋ ନାଁ ପ୍ରଶାନ୍ତ ସେନାପତି ଆମର 17 ବର୍ଷ ହେଇଗଲା ଆଜି 17 ବର୍ଷ ହେଲାଣି ମୂଳରୁ ହଁ ହଁ ଏଟା 18 ହବ। ମୋର ଗୋଟେ ଅଛି ଆକ୍ଚୁଆଲି ଗୋଟେ ମଦୁଆ ଭଉଣୀକି ବଞ୍ଚେଇବା ପାଇଁ ମୁଁ ଜଣଙ୍କ ପାଖରେ ଗୋଲାମ ହେଇଛି ତେଣୁ ମୁଁ କିନ୍ତୁ ମଦୁଆ ନୁହେଁ କିନ୍ତୁ ମୋତେ ସେ ଗୋଲାମ କରି ରଖିଛି ମଦ ଦେଉଛି ସମସ୍ତଙ୍କୁ ଟର୍ଚର କରିବା ପାଇଁ ବାସ୍ ଏଇ କ୍ୟାରେକ୍ଟର ଗୋଟେ ଦେଇଛି ଆଜି ହେଉଛି ଦରିଆ କୂଳ ଦରିଆ ହେଉଛି ଆମର ସମୁଦ୍ର ତାର ବନ୍ଧୁ ହେଉଛି ଜଣେ ସାଙ୍ଗ ସେ ଦରିଆ କୂଳ ବନ୍ଧୁ ହେଉଛନ୍ତି ଜଗନ୍ନାଥ ସେ ସବୁବେଳେ ମୋ ବନ୍ଧୁ ହେଉଛି କେବଳ ଜଗନ୍ନାଥ ମୋର ବନ୍ଧୁ ଏ ଦୁନିଆରେ କେହି ନାହାନ୍ତି ସେହି ଜଗନ୍ନାଥ ସେହି ଏଇଟା ହେଉଛି ପୁରୁଣା ଭୁବନେଶ୍ୱର ଯୁବ ସଂଗଠନ ଡକ୍ଟର ପ୍ରଦୀପ ସେନାପତି ମୁଁ ଆର ପ୍ରେସିଡେଣ୍ଟ ଅଛି। ଆର ଇତିହାସ ଗୋଟେ ଥିଲା ଅଲଗା ଯାତ୍ରା ହଉ ହେଇଗଲା ଯାତ୍ରା ପାଇଁ ସଂଗଠନ ତିଆରି ହେଇନଥିଲା ଆଉ ସେ ତ ଇତିହାସ ତାର କହିଲେ ସେପ୍ଟେମ୍ବର ମସିହା 2008 ମସିହାର କଥା ଏ ବନ୍ୟା ବାତ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଆଉ ଏ ସଂଗଠନ ତିଆରି ହେଇଥିଲା ଆଉ ତ କହିସାରିଲାଣି ତାପରେ ମଣିଷ ଆମ ପିଲା ଲୋକଙ୍କ ପାଖରେ ଦୁଃଖ ପରେ ସୁଖ ଦେବା ପାଇଁ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେଇ ସେଇନଠୁ 2000 ମସିହାରେ ଆଜି ପର୍ଯ୍ୟନ୍ତ ଚାଲିଛି ଆଉ ଏଇ ସେ ପୁରୁଣା ଭୁବନେଶ୍ୱର ହେଉଛି ପ୍ରଥମ ସୁପରହିଟ୍ ସାମାଜିକ ନାଟକ ମୁଁ ହେଉଛି ମୋ ସାନ ଭାଇ ଆଉ ଆକୁ ନ ଧରିଲେ ଆମର ଯାତ୍ରା ବି ହେଇପାରିବନି କାରଣ ଏ ଏରିଆଟା ହେଉଛି ତାଙ୍କର ଯାତ୍ରା ପେଣ୍ଡାଲଟା ତାଙ୍କର ଏ ସଂଗଠନ ବି ତାଙ୍କର ଏ ସଂଗଠନ ଭାଇସ୍ ପ୍ରେସିଡେଣ୍ଟ ଆଉ ସବୁ ସିଏ ନଦେଲେ ଜାଗା ବି ଏଠି ଆମ ପୁରୁଣା ଭୁବନେଶ୍ୱର ନାହିଁ ଆଉ ଏଇଭଳିଆ ଜାଗାଟା ଆମେ ପାଇବା ବି ଭାରି କଷ୍ଟ ଆଉ ଯାହା ହଉ ମିଳୁଛି ଗଭର୍ଣ୍ଣମେଣ୍ଟ ତରଫରୁ ସାହାଯ୍ୟ ମିଳୁଛି ଗଭର୍ଣ୍ଣମେଣ୍ଟ ଆମର ପ୍ରଶଂସିତ ଆଉ ଏ ସଂଗଠନଟା ମୋର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ପାଖରେ ପହଞ୍ଚିଲାଣି ଆଉ ଚାଲିଛି ଆମେ ଭାଇଚାରାର ତ କାମ ଏଇଟା ତେଣୁ ଏଇଟା 18 ବର୍ଷ ଆଜି ଯେଉଁ ଚାଲିଲାଣି ଆମେ ଭାବିଛୁ ସିଲଭର ଜୁବଲି ହେବ ଗୋଲ୍ଡେନ୍ ଜୁବଲି ହେବ ଶତବାର୍ଷିକୀ ପାଳନ କରିବୁ ଏଇ ଯାତ୍ରାର ଆମର ଆଭିମୁଖ୍ୟ ଅଛି ସେଇଆ ତେଣୁ ଆଗକୁ ଆମର ତ ସ୍ୱପ୍ନ ସେଇଆ ସ୍ୱପ୍ନଟା କେତେ ଦୂର ସାକାର ହେଇପାରିବ ସୋମଭାଇ ଆମ ସାଙ୍ଗରେ ଅଛନ୍ତି ସୋମଭାଇ ଯେତେ ଦିନ ପର୍ଯ୍ୟନ୍ତ ଚାହିଁବେ ସେଦିନ ଚାଲିଥିବ ନହେଲେ ସଂଗଠନଟା ବଞ୍ଚିକି ରହିବ ଏହା ହେଉଛି କଥା। ମୋ ନାଁ ହେଉଛି ସୋମନାଥ ବିଶ୍ୱାଳ ଡାକନା ସୋମୁ ଆଜିକି ଦୀର୍ଘ 18 ବର୍ଷ ହେଲାଣି ଏଇ ଯାତ୍ରାଟା ଆମେ କରୁଛୁ ଆମର ବଡ଼ ଭାଇ ପ୍ରେସିଡେଣ୍ଟ ସେକ୍ରେଟାରୀ ସବୁ ଅଛନ୍ତି ସେମାନଙ୍କ ସହଯୋଗରେ ଆମେ ଯାତ୍ରାଟା ଆରମ୍ଭ କରିଥିଲୁ ଯେତେବେଳେ ଆମେ ପ୍ରଥମେ ଯାତ୍ରାଟା କରିଥିଲୁ ବହୁତ ଦୁଃଖ କଷ୍ଟରେ ବି କରିଥିଲୁ ଯାତ୍ରା ବୋଲି ଆମେ କିଛି ଜାଣିନଥିଲୁ ଏଇ ବଡ଼ ଭାଇମାନେ ଆମକୁ ଯାତ୍ରାରେ ଭର୍ତ୍ତି କରିଛନ୍ତି ଆମେ ଯାତ୍ରା ବୋଲି କିଛି ଜାଣିନଥିଲୁ କିନ୍ତୁ ଯେହେତୁ ଗୋଟେ ପରିବେଶ ସେତେବେଳେ ଖରାପ ଥିଲା ସେ ପରିବେଶକୁ ନେଇ ଲୋକଙ୍କ ମନରେ ଯେମିତି ଆଉ ଘୃଣା ଭାବ ନ ଆସିବ ବା ମନ ଦୁଃଖ ନ ହେବ ସେଥିପାଇଁ ତାଙ୍କୁ ଖୁସି କରିବା ପାଇଁ ବଡ଼ ଭାଇମାନେ ଗୋଟେ ପ୍ରଚେଷ୍ଟା କଲେ ସେ ପ୍ରଚେଷ୍ଟା ଦ୍ୱାରା ଆଜି ପର୍ଯ୍ୟନ୍ତ 18 ବର୍ଷ ହେଲାଣି ଆମର ଯାତ୍ରା ଚାଲୁଅଛି ଆଉ ମୋର ସବୁ ବଡ଼ ଭାଇ ସାନ ଭାଇ ସମସ୍ତଙ୍କ ସହଯୋଗରେ ଆମର ପ୍ରଭାସ ସାର୍ ବି ଅଛନ୍ତି ସିଏ ପୂର୍ବରୁ ବି ବହୁତ ସାର୍ମାନେ ଅଛନ୍ତି ସେମାନେ ସବୁ ଡିରେକ୍ସନ୍ ଦେଇଥିଲେ ତାଙ୍କ ଡିରେକ୍ସନ୍ ଏପର୍ଯ୍ୟନ୍ତ ଚାଲିଛି ମାନେ ଯେ ପ୍ରଥମେ ଯେତେବେଳେ ଡ୍ରାମା ଆରମ୍ଭ ହେଲା ବା ଯାତ୍ରା ଆରମ୍ଭ ହେଲା ସେତେବେଳେ ବହୁତ ପଇସା ଦରକାର ହେଇଛି କାରଣ ସେତେବେଳେ କମ୍ ପଇସା ଥିଲେ ବି ସେ ପଇସାଟା ଆମକୁ ଯେମିତି ବହୁତ ଟଙ୍କା ଲାଗେ କିନ୍ତୁ ସେ ପଇସାର ମୂଲ୍ୟ ଆମେ ଜାଣିନଥିଲୁ ସେତେବେଳେ ସବୁ ବଡ଼ ଭାଇମାନେ ସେମାନେ ସେତେବେଳେ ବହୁତ ଚେଷ୍ଟା କରି କରୁଥିଲେ ଆମେ ଜଷ୍ଟ ଟିକେ ଦୋକାନ ଯାହା କରିଛୁ ସେଇଥିରେ ରୋଜଗାର କରି ଚଳୁଥିଲୁ କିନ୍ତୁ ତାପରେ ଭଗବାନ ମାଆଙ୍କ ଆଶୀର୍ବାଦରୁ ମା ଭୁଆଶୁଣୀଙ୍କ ଆଶୀର୍ବାଦରୁ ଆଜି ଆମର ଏ ପୁରୁଣା ଭୁବନେଶ୍ୱର ଆଜି ବଜାୟ ରହିଛି ଯେ କିଛି ଆମର ଭାଇମାନେ ସବୁ ରୋଜଗାର କିଛି କଲେଣି ଆଉ ସେ ରୋଜଗାରର ପନ୍ଥାରୁ ପ୍ଲସ୍ ସରକାରଙ୍କ କିଛି ସାହାଯ୍ୟ ସହାନୁଭୂତିରୁ ହେବାରୁ ଆମର ଯାତ୍ରାଟି ଆଗେଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ଆମର ପ୍ରାୟ 2 ରାତିକି ଆମର 4 ଲକ୍ଷ ଟଙ୍କା କମ୍ ସେ କମ୍ ଖର୍ଚ୍ଚ ହେଇଯାଉଛି ଗାଁ ପିଲା ତେଣୁକରି ଏଇଠି ବଜାରରେ କିଛି ଲୋକ ବି ସାହାଯ୍ୟ କରନ୍ତି ପ୍ଲସ୍ ଆମର ଗଭର୍ଣ୍ଣମେଣ୍ଟ ତରଫରୁ ଆଗରୁ ସହଯୋଗ ମିଳେ ଦ୍ୱିତୀୟରେ ଆମେମାନେ ବି କିଛି ସହଯୋଗ କରୁ ଆକଳନ ଆମର ଏଠି କମ୍ ସେ କମ୍ 1000ରୁ ଓଭର ଆମର ତ 2000 ଚେୟାର ପଡ଼େ 2000 ଚେୟାର ପଡ଼େ ତଥାପି ଲୋକ ଜାଗା ହୁଅନ୍ତିନି ଚାଲେ ହଁ ଆଗରୁ ଏଇଟା ପୁରା ଫୁଲ୍ ପଡ଼ିଆ ଥିଲା ଯେହେତୁ ଗୋଟେ ମଣ୍ଡପର ଆମେ କରିଥିଲୁ ସେ ମଣ୍ଡପଟା ଧୀରେ ଧୀରେ ତ ଡେଭଲପ୍ କରିବ ଯାହାହେଲେ ବି ଜାଗା ରଖିକିରି ମାଆଙ୍କ ପାଇଁ ଜାଗା ରଖିକିରି ଆମେ ଡ୍ରାମାଟା କରୁଛୁ। 18 ବର୍ଷର ଯାତ୍ରା ଆପଣ ମଧ୍ୟ 18 ବର୍ଷର କଳାକାର ଏ ଯାତ୍ରାର ନାଁ ଟିକେ ରଖନ୍ତୁ। ଜୟ ଜଗନ୍ନାଥ ମୋ ନାଁ ଦୀନବନ୍ଧୁ ବେହେରା ନାଟକ ଆମର ଆରମ୍ଭ ହୋଇଥିଲା ପ୍ରଥମ 2008 ମସିହା ନଭେମ୍ବର 30 ତାରିଖ ନାଟକ ନାଁ ଦିଆଯାଇଥିଲା ଏଇ ସେ ପୁରୁଣା ଭୁବନେଶ୍ୱର ସେଠୁ ଆଜି ପର୍ଯ୍ୟନ୍ତ ଆସିଲି ଆଜିର ନାଟକ ଦରିଆ କୂଳର ଦରଦୀ ବନ୍ଧୁ ନାଟକ ଜଗନ୍ନାଥଙ୍କ ଉପରେ ଆଧାରିତ ନାଟକଟି ଆସନ୍ତୁ ସବୁ ଲୋକମାନେ ଦେଖନ୍ତୁ ଯାହା ହେବ ସେତେବେଳେ କ'ଣ ଆପଣଙ୍କର ସଂଳାପ ମିଳିଥିଲା ବା କ'ଣ ଚରିତ୍ରରେ ଆପଣ ଅବତୀର୍ଣ୍ଣ ହେଇଥିଲେ ଆଉ ଆଜିର ଚରିତ୍ର କ'ଣ? ସେତେବେଳେ ଚରିତ୍ର ମୋତେ ମିଳିଥିଲା ଆକାଶ ଚରିତ୍ର ଗୋଟେ ପାର୍ଶ୍ୱ ନାୟକ
ସେ ରୋଲ୍ କରିଥିଲି। ସେତେବେଳେ ଅତି ସୁନ୍ଦର ଭାବେ ଡାଇଲଗ ସବୁ କରିବାକୁ ଡାଇଲଗ୍ ଗୋଟେ ଲେଖା ହେଇଥିଲା ଆମର, ବାବୁ ଆପଣ ଘର କେଉଁଠି? ସେ କଥା ହଁ ମୋ ଘର ଏଇ ପୁରୁଣା ଭୁବନେଶ୍ୱର। ମନେ ନାହିଁ 18 ବର୍ଷ ହେଲେ। ଆଚ୍ଛା ଏବେକାର ଡାଇଲଗ କେମିତି କ'ଣ ପ୍ରାକ୍ଟିସ୍ କରୁଛନ୍ତି ଟିକେ ଦର୍ଶକଙ୍କୁ କହୁନାହାନ୍ତି। ଶୁଣିବୁ ମୋ ବନ୍ଧୁ କିଏ? ମୋ ବନ୍ଧୁ ହେଉଛି ଦରିଆ କୂଳର ଦରଦୀ ବନ୍ଧୁ। ତାହେଲେ ନିହାତି ଭାବରେ ଏଇ ପାଖାଆଖ ଦର୍ଶକଙ୍କୁ କ'ଣ କହିବାକୁ ଚାହିଁବେ ମାନେ କଳାକାର ହିସାବରେ? କଳାକାର ହିସାବରେ ଲୋକମାନଙ୍କ ଆଶୀର୍ବାଦରୁ ଆମେ କଳାକାର ଆଜି। ଆମେ ପେଶାଦାର ନୁହଁ, ସୌକିନି କଳାକାର। ତାଙ୍କମାନଙ୍କ ଆଶୀର୍ବାଦରୁ ଚାଲିଛି, ବଡ଼ ଭାଇମାନଙ୍କ ଆଶୀର୍ବାଦ। ଯିଏ ଅନୁଷ୍ଠାନ ତିଆରି করে ଯାହା ଯୋଗୁଁ ଆମେ କଳା ବୋଲୁଛୁ, ଏଇ ଭାଇମାନେ 3 ଜଣ ଆଉ ଜଣେ ପତେଇ ଅଛନ୍ତି। ଆମେ କଳା କ'ଣ ଜାଣିନଥିଲୁ, ଆମକୁ ଡାକି ଆଣି ଭର୍ତ୍ତି କରିଥିଲେ। ଚାଲିଛି ଆମକୁ ନିଶାରେ ପକାଇଦେଲେ, ପ୍ରତିବର୍ଷ ଚଲେଇଛୁ। ଆଉ କାଲିର ନାଟକ ବଢ଼ିଆ ନାଟକ। କାଲି ନାଟକ ହେଲା କଟି କଟି ଡବଲ କଟି। ସିଏ ବି 2ଟା ସାଙ୍ଗ ଉପରେ ଆଧାରିତ ନାଟକ। ସେ ନାଟକ ବହୁତ ଭଲ ନାଟକ। ଦୁଇଟା ଯାକ ନାଟକରେ ଆପଣ ଆଜ୍ଞା ଆଜ୍ଞା। ହିରୋରେ ଅତି ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଲିଭେଇବାକୁ ପଡ଼େ। ଟ୍ରାଜେଡି କେତେ ସମୟ ଦିଅନ୍ତି ଏଇ ନାଟକ ପ୍ରସ୍ତୁତି ପାଇଁ? ପରିଶ୍ରମ ହେଭି ପରିଶ୍ରମ ହୁଏ। ହେଭି ପରିଶ୍ରମ ନହେଲେ ନାଟକ ସକ୍ସେସ୍ ହେଇପାରିବ, ଷ୍ଟ୍ରଙ୍ଗ ଥିବ। କେବେ ସକ୍ସେସ୍ ହେଇପାରିବନି। ଲୋକଙ୍କ ସାମ୍ନାରେ ଆପଣ କହିବାଟା କରିବେ କାଳେ କ'ଣ ହବ, ଗୋଡ଼ ହାତ ଥରୁଥିବ। ଏମିତି ମାଇକ୍ରୋଫୋନ୍ କହିପାରିବୁ, ଷ୍ଟେଜ୍ କରିବା ଭାରି କଷ୍ଟ ଲୋକଙ୍କୁ ଦେଖିଦେଲା ପରେ। ଚାଲିଛି। ତାପରେ ଆମ ନାଟକର ଆମ କ୍ଲବ୍ର ଓଡ଼ିଶାରେ ଯେତିକି ଟୁର୍ଣ୍ଣାମେଣ୍ଟ ହୁଏ ଆମ କ୍ଲବ୍ ଯାଏ। ଓଡ଼ିଶାରେ ଭଲ ନାଁ ବି ଅଛି ଆମ ନାଟକରେ, ଆମ ପୁରୁଣା ବଂଶ ଯୁବ ଜଗନ। କିଛି ହେଇନି 18 ବର୍ଷ ନାଟକ କରିବା ଭିତରେ ଆପଣ କହିବାକୁ ଚାହୁଁଥିବେ ଗୋଟେ, କିନ୍ତୁ ପାଟିରେ ଆଉ ଗୋଟେ ଶୁଣା ସେଇଟା ବାହାରିବ ତମ ମନସା ଯେ କେଉଁ ଆର୍ଟିଷ୍ଟ ଷ୍ଟ୍ରଙ୍ଗ ଥିଲେ ସବୁ ଚାଲିବ। ମୁଁ ଗୋଟେ କଥା କହୁଛି, ଆମର ଥିବ ପ୍ଲଟ୍ ଥିବ, ଆରେ ଭାଇ କୁହାଯାଇଥିଲ ମୋ ଥିବ ଟଙ୍କ ପାଣି ରୋଲ, ମୁଁ କହିଦେବି ରବଡ଼ି ଯାଇଥିଲି। ସେଇଭଳିଆ ନିଜ ଦର୍ଶକ ଦେଖୁଛନ୍ତି, ଓଡ଼ିଶାବାସୀ ମଧ୍ୟ ଦେଖୁଛନ୍ତି। ସେମାନଙ୍କୁ କ'ଣ ଓଡ଼ିଶାବାସୀ କହୁଛି, ଥରୁଟି ଆମ ସାମନ୍ତରାପୁର ପୁରୁଣା ଭୁବନେଶ୍ୱର ଯୁବ ସଂଘର ନାଟକ ଥରେ ଆସି ଦେଖନ୍ତୁ। ଅତି ସୁନ୍ଦର ଭାବେ ପିଲାମାନେ କରନ୍ତି। ଆମର ଗୋଟିଏ ଅଫସୋସ ରହିଗଲା, ସେଇ 18 ବର୍ଷ ହେଲେ ସେଇ 2 ଜଣ ହିରୋ, ସେଇ 2 ଜଣ କମେଡ଼ି, ନୂଆ ପିଲା ଉତରି ପାଇଲେନି। ସେଇଟା ଭାରି କଷ୍ଟ ଲାଗୁଛି ଆମକୁ। ନୂଆ ହେବାକୁ ନୂଆ ଏ ବର୍ଷ ଆରମ୍ଭ କରୁଛୁ, ଏ ବର୍ଷ 4 ଜଣ ନୂଆ ପଶୁଛନ୍ତି। ଆମେ ହିରୋ ପୋଷ୍ଟ ଛାଡ଼ିଛୁ, ଟ୍ରାଜେଡି ହିରୋରେ ପଳେଇଛୁ। ଲିଙ୍ଗରାଜଙ୍କର ଆପଟିଆ ମୁଁ ପ୍ରଭୁଙ୍କ ସେବା, ଏପଟେ ଜନସେବା। ଜନସେବା ନୁହଁ, ସରସ୍ୱତୀଙ୍କ ଆଶୀର୍ବାଦ। ସରସ୍ୱତୀଙ୍କ ଆଶୀର୍ବାଦ ହେଲା, ସରସ୍ୱତୀ ଆଶୀର୍ବାଦ ଚାଲିଛି ସମସ୍ତଙ୍କର। ଆଜ୍ଞା, ମୋ ନାଁ ଯଜାତି କେଶରୀ ପଟ୍ଟନାୟକ। ମୁଁ ଆଜ୍ଞା ଏ ପୁରୁଣା ଆମର ଏଇ ଯେଉଁ ପୁରୁଣା ଭୁବନେଶ୍ୱର ଯୁବ ସଂଗଠନର ସାଧାରଣ ସମ୍ପାଦକ। ଆଜିକି 2008 ମସିହାରୁ ଆମେ ଏ ସଂଗଠନ କରିଆସୁଛୁ। 2008 ମସିହାରେ ଯେଉଁ ବାତ୍ୟା ଯେଉଁ ହେଇଥିଲା, ଯେଉଁ ଘାଇ ଭାଙ୍ଗି ଯାଇଥିଲା 23ପୁରରେ, ଆମେ ଏଇ ବଜାରରୁ ପାଣି ପାଉଚ୍, ବିସ୍କୁଟ୍ ସବୁ କଲେକ୍ସନ୍ କରି ଲୋକମାନଙ୍କୁ ନେଇ ବାଣ୍ଟିଥିଲୁ। ମାସେ କାଳ ଏଠି ବସି ଲୁଗାପଟା କଲେକ୍ସନ୍ କରି ତାକୁ ନେଇକରି ଲୋକମାନଙ୍କୁ ଦେଇଥିଲୁ। ଯେଉଁଟାକି ତାପରେ ଆମ ସଭାପତି ମହୋଦୟ ଯେ ପ୍ରଦୀପ ସେନାପତି, ସିଏ କହିଲେ ଭାଇ ଆମେ ଖାଲି ଏତିକି କଲେ ହେବନି, ଆମେ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଆମେ ଟିକେ ଖୁସି କରିବା ଦରକାର। କେମିତି ଖୁସି କରିବା? ତେଣୁକରି ଆମେ କହିଲୁ ଆମେ ଗୋଟେ ଯାତ୍ରା କରିବା। ଏ ଯାତ୍ରା ଆମେ ପ୍ରଥମେ ରଖିଲୁ ଏଇ ସେ ପୁରୁଣା ଭୁବନେଶ୍ୱର। ଏ ଯାତ୍ରା ଆମର ପ୍ରଥମ ଆରମ୍ଭ ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ 18 ବର୍ଷ ହେଲାଣି ଏ କାର୍ଯ୍ୟକ୍ରମ କରିଚାଲିଛୁ, ଯେଉଁଟାକି ଭାରି ଖୁସି ଲାଗୁଛି। ଭାଇମାନେ ବି ଆମର ଅଛନ୍ତି, ଆମ ସଭାପତି ମୋ ପାଖରେ ଅଛନ୍ତି। ପାଖରେ ଆମର ସମୁ ଭାଇ, ଯିଏକି କର୍ତ୍ତା ଦତ୍ତା ଦୈବ ବିଧାତା ସବୁ କାର୍ଯ୍ୟକ୍ରମରେ ସେ ଅଛନ୍ତି। ସେ ମୁଁ ତ ଯାହା କହିଲି ଆପଣ ଶୁଣିଲେ, ତେଣୁ ସେ ବାବୁ କ'ଣ କହିବେ, ଆମ ସଭାପତି ମହୋଦୟ କ'ଣ କହିବେ? ଆଜ୍ଞା ଶୁଣନ୍ତୁ, ପ୍ରଥମେ ହେଲା ଆମେ ସେବା କରିବୁ। ଆମ ମନୋବୃତ୍ତିରେ ଯେଉଁ ସେବା ମନୋବୃତ୍ତି ରହିଲା, ଯେତେବେଳେ ଘାଇ ଭାଙ୍ଗିଗଲା 23ପୁର ଘାଇ ଯେତେବେଳେ ଭାଙ୍ଗିଲା, ଆଜ୍ଞା ପାଣି ମାଡ଼ି ଚାଲିଲା, ସାରା ଘର ସମସ୍ତଙ୍କ ଘର ପାଣି ପଶିଗଲା। କ'ଣ କରିବୁ? ଏପରିକି ଆମେ ବିସ୍କୁଟ୍ ପାଣି ପାଉଚ୍ ନେଇ ବାଣ୍ଟୁଛୁ, ଲୋକମାନେ ଉଠୁନାହାନ୍ତି, ଚେୟାରରେ ବସୁଛନ୍ତି। ଆଉ ସ୍ୱାଭିମାନ ଆସୁଛି, ଆମେ ବିସ୍କୁଟ୍ ଖାଇବୁନି। ଆମେ ଦୌଡ଼ିକି ଯାଇ ତାଙ୍କୁ ଯାଚୁଛୁ, ଭାଇମାନେ ଖାଆନ୍ତୁ, ହାତରେ ମଗାନ୍ତୁଛୁ। ସେ ନେଲେ, ସେ ଖାଉଛନ୍ତି। ତାପରେ ସେମାନେ ଖାଇସାରିଲା ପରେ ଛୋଟ ପିଲାମାନେ ଆସିକିରି ମାଗୁଛନ୍ତି, ଆମେ ବି ତାଙ୍କୁ ଦେଉଛୁ। ଏତକ କରିସାରିଲା ପରେ ପ୍ରଦୀପ ଭାଇ ମୋର କହିଲା, ଜଜାଇ ଖାଲି ଏଇ କାମ କଲେ ହେବନି। ଯେଉଁମାନେ ଭାସି ଯାଇଛନ୍ତି
ଲୁଗା ପଟା କିଛି ନାହିଁ କାହା ପାଖରେ, ତାଙ୍କୁ କେମିତି କ'ଣ କରିବା? ମୁଁ କହିଲି ଭାଇ ଆମେ ତ କୋଟିପତି ଘରର ଛୁଆ ନୁହଁ ନା, ଆମେ ଚାଲ ସେଇ ବଜାର ଉପରେ, ଏଇ ସାନ୍ତାରପୁର ବଜାରରେ ଆମର ମା ଭଉଣୀମାନେ ସମସ୍ତେ ଆମକୁ କିଏ ପାଟ କିଏ କ'ଣ ଦେଇଛନ୍ତି କ'ଣ କଳ୍ପନା ବି କରିହେବନି, ଯେଉଁଟାକି ସେଇଟାକୁ ନେଇ ସବୁ ଘରେ ଘରେ ସମସ୍ତଙ୍କୁ ବାଣ୍ଟିଥିଲୁ। ବହୁତ ଖୁସି ଲାଗିଲା। ଆଜି ଯେଉଁ ଯାତ୍ରାଟି ହେଉଛି ଏଇ ସଂଗଠନ ମାଧ୍ୟମରେ ହେଉଛି, ପିଲାମାନେ ବି ବହୁତ ଖୁସି ଅଛନ୍ତି, ମୁଁ ବି ସେଥିପାଇଁ ବହୁତ ଖୁସିରେ ରହିଛି। दर्शक बंधु जदि आम खबर भिडियोटी आपंक भल लगी थाए तेबे आम चैनल को सब्सक्राइब फॉलो एवं लाइक करने पाई बिल्कुल भी भूलंतु नहीं। हाँ दर्शक बंधु आपणक अन्य बंधु मानक मध्य शेयर निहाती करंतु। धन्यवाद। नमस्कार।